ମୋହନା ଅଞ୍ଚଳରେ ବାଘ ଡିମ୍ବିରି ପଙ୍କାଳ ଗାଁରେ ବାଘ ମଞ୍ଚରେ ରହି ମକା ଚାଷ ଜମିକୁ ଜଗିଥିବା ଲୋକେ ବାଘ ଦେଖିଥିବା ସୂଚନା। ଏହା ମହାବଳ ନୁହେଁ, କଲରାପତରିଆ ହୋଇଥାଇପାରେ ବୋଲି ଅନୁମାନ କରୁଛି ବିଭାଗ। ବନ ବିଭାଗର ତଦନ୍ତ ଆରମ୍ଭ ହୋଇଛି। ପାଦ ଚିହ୍ନକୁ ଆଧାର କରି ଅନୁସନ୍ଧାନ କରୁଛି ବନ ବିଭାଗ। ମୋହନା ବନ ବିଭାଗ ଅନ୍ତର୍ଗତ ମଳାସପଦର ପଞ୍ଚାୟତର ଡିମ୍ବିରି ପଙ୍କାଳ ଗାଁ ନିକଟରେ ଲୋକେ ବାଲିରେ ବାଘର ପାଦ ଚିହ୍ନ ଦେଖି ଭୟଭୀତ ହୋଇ ବନ ବିଭାଗକୁ ସୂଚନା ଦେଇଥିଲେ, ଯାହାଦ୍ୱାରା ବନ ବିଭାଗ ଅଧିକାରୀ ଲକ୍ଷ୍ମୀ ପ୍ରସାଦ ଦେବାଶିଷ ଶତପଥୀ ଓ ତାଙ୍କ ଟିମ୍ ପହଞ୍ଚି ଯାଞ୍ଚ କରିଥିଲେ। ସନ୍ଧ୍ୟା ପୂର୍ବରୁ ଘରକୁ ଫେରିବା ସହ ଗାଈଗୋରୁଙ୍କୁ ସୁରକ୍ଷିତ ସ୍ଥାନରେ ରଖିବା ଏବଂ ରାତିରେ ଘରୁ ନ ବାହାରିବାକୁ ପରାମର୍ଶ ଦେଇଥିବା ବେଳେ ଏହା ଏଟା ବାଘର ପାଦଚିହ୍ନ ହୋଇଥାଏ ପରି ଅନୁମାନ କରୁଛି ବନ ବିଭାଗ। ଗତକାଲି ସକାଳ କଥା କୌଣସି ଗ୍ରାମବାସୀଙ୍କର ଫୋନ୍ ପାଇକି ଫରେଷ୍ଟର ବାବୁ ମୋହନାରୁ ଆମେ ଫରେଷ୍ଟର ବାବୁଙ୍କ ସହ ମିଶିକି ଲେମ୍ବାପଙ୍କା ବିଟ୍କୁ ଯାଇଥିଲୁ, ସେଠର ଡିମିରି ପଙ୍କାଳ ଗାଁକୁ। ଏଠି ଯାହା ଖବର ମିଳିଲା ଯେ ସେ ଗାଁରେ ଲୋକ କିଛି ଶବ୍ଦ ଶୁଣୁଛନ୍ତି ରାତିରେ। ସକାଳୁ ଯାଇକି ଆମେ କିଛି ଫୁଟପ୍ରିଣ୍ଟ ଦେଖିଲୁ, ଆଉ ଅନୁସନ୍ଧାନ ଜାରି ରହିଛି ଆମର। ସେଟା ଗଧିଆ ବାଘ ହେଇପାରେ, ହାଇନା ହେଇପାରେ। ତେଣୁ ଆମର ଅନୁସନ୍ଧାନ ଜାରି ରହିଛି। ଜାରି ରହିଲା ପରେ ଆମେ ସ୍ପଷ୍ଟ ହେଲେ ଆପଣମାନଙ୍କୁ ଜଣେଇବୁ। ନିଶ୍ଚିତ ସେଇ ଗାଁ ଲେମ୍ବାପଙ୍କା ବିଟ୍ର ପାଖାପାଖି 3-4ଟା ଗାଁ ଯେଉଁ ରହିଛି, ଆମେ ସେଠି ସେ ଗାଁ ଗୁଡ଼ାକୁ ଆମେ ସଚେତନ କରୁଛୁ ଏବଂ ଲୋକଙ୍କୁ ବୁଝେଇଛୁ, ଭୟଭୀତ ନ ହେବା ପାଇଁ ବି କହିଛୁ। ବନ ବିଭାଗ ତାଙ୍କ ସାଥିରେ ଅଛି ବୋଲି ବି କହିଛୁ। ନାଇଁ, ବର୍ତ୍ତମାନ ପର୍ଯ୍ୟନ୍ତ ସେମିତି କିଛି ସୂଚନା ନାହିଁ। ସୁରକ୍ଷା ପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ଅଛି, କାରଣ ଯେତେ ସେଠି ଆମର ବିଟ୍ ଗାର୍ଡସ୍ ଅଛନ୍ତି ଏବଂ ଅନ୍ୟ ସୁରକ୍ଷା କର୍ମୀ ଅଛନ୍ତି, ସମସ୍ତଙ୍କୁ ଆମେ ସେଠି ନିୟୋଜନ କରିଛୁ। ସଚେତନତା ଜାରି ରହିଛି। ବ୍ୟୁରୋ ରିପୋର୍ଟ, ବିପ୍ଳବୀ ପରିକ୍ରମା।